ଗଡ଼ିଗଲା 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 ବାহ ପୁରା ମନ ଖୁସି ଆଉ କଣ ଶାଢ଼ୀଟି ଆସିଛି ମାନଙ୍କ ପାଇଁ ଡ୍ରେସଟି ପୁପି ପାଇଁ ହାପି ବାର୍ଥଡେ ସକାଳ କେତେ ଥର କହିଲେଣି କୁହ ହାପି ବାର୍ଥଡେ କହୁଛ କେବଳ ବିରିୟାନୀ ଫିରିୟାନୀ ଟିକେ ଖାଇବ ବୋଲି ତେଣୁକରି ଆମର ତମ କଥାରେ ପାଟି ସବୁ କଥା ମୁଁ ଶୁଣିଦେଲି ତମ କଥା ମୁଁ ଶୁଣିଦେଲି ନମସ୍କାର ସାଙ୍ଗମାନେ ଜୟ ଜଗନ୍ନାଥ ଆଜି ଗୋଟେ ନୂଆ ଫ୍ରେଶ ବ୍ଲଗକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ସାଙ୍ଗେ ସାଙ୍ଗେ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିନିଅନ୍ତୁ କିଛି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ କ'ଣ କହୁଥିଲ କୁହ ଜଲ୍ଦି ଚାଲନ୍ତୁ ଆଜିର ଭିଡ଼ିଓ ଷ୍ଟାର୍ଟ କରିବା ନାଇଁ ହଁ ଅଲରେଡି ଷ୍ଟାର୍ଟ ହେଇଗଲାଣି ନାଇଁ ତ ସାଙ୍ଗମାନେ ଏଇ ଡ୍ରେସଟି ମୁଁ ଆଣିଛି ମୋ ଜନ୍ମଦିନ ପାଇଁ କାହିଁକିନା କାଲି ରାତି ପାଇଲେ ଅଷ୍ଟମୀ ଆଜି ତାଙ୍କର ଜନ୍ମଦିନ ତାଙ୍କୁ ଟିକେ ଆପଣ ମାନେ ଆଶୀର୍ବାଦ କରନ୍ତୁ ଆଉ ଯଦି କିଏ ରାଗିଛନ୍ତି କି ମନ କରିଛନ୍ତି ଭୁଲି ଯାଆନ୍ତୁ କ୍ଷମା କରିଦିଅନ୍ତୁ ଯଦି ଆମ ଦ୍ୱାରା କିଛି ତାଙ୍କ ଦ୍ୱାରା କିଛି ଭୁଲ ଥାଏ ତେଣୁକରି ତାଙ୍କୁ ଆଶୀର୍ବାଦ କରନ୍ତୁ ଜନ୍ମଦିନରେ ଶୁଭ କାମନା କରନ୍ତୁ ତ ଆପଣମାନଙ୍କ ବହୁତ ସାରା ତ ଆଶୀର୍ବାଦ ଅଛି ଭଲ ପାଇବା ଅଛି ତ ଆପଣମାନଙ୍କର ଆଶୀର୍ବାଦ ଭଲ ପାଇବାରେ ଆମ ସାରା ପରିବାର ଆମେ ଆପଣମାନଙ୍କ ପାଖରେ ଚିର ଋଣୀ କ'ଣ ହେଇଛି କ'ଣ ବେଗଟା ଗୋଟେ କାମ କର ମୋ ସେ ସାନ ଶଳା ମୁଣ୍ଡରେ ଲଦ ଛାଡ଼ ମୁଁ ନେଇ ଯାଉଛି ଛାଡ଼ ଆଉ ଚାଲ ଚାଲ ତ ସାଙ୍ଗମାନେ ମାନଙ୍କ ଘରୁ ବର୍ତ୍ତମାନ ଅଷ୍ଟମୀ ଜିନିଷ ସବୁ ପଳେଇ ଆସିଛି ସାଙ୍ଗରେ ଶଳା ଆକାଶ ଆକାଶ କିରେ ଆକାଶ କ'ଣ ରୁଷି ଥିଲେ ଆସିବନି ବୋଲି କାଲି ଫୋନ୍ କଲା ଠାରୁ କ'ଣ ଫୋନ୍ ଟୋଟାଲି ଉଠେଇଲାନି ସେ ମେଡିସିନ ଅଛି ନା ସରିଯାଇଛି ସରିଯାଇଛି ତୋରି ବୋଉ ସରିଯାଇଛି ତ ଦୁଇ ସମୁଦୁଣୀଙ୍କର କ'ଣ କଥାବାର୍ତ୍ତା ହେଇ ତମେ ଖାଉଛ କି ଔଷଧ 1.5 ମାସ କ'ଣ ସାଙ୍ଗେ ସାଙ୍ଗେ ସବୁ ଆସୁ ଆସୁ ମାନୁ ଖେଳେଇଲଣି ନା ହେଇଲୋ ଭିଣେଇ ପାଇଁ କ'ଣ ଆଣିଛୁ ଆକାଶ ଏ ଆକାଶ ଆକାଶ ତୋର କ'ଣ ତ ଭିଣେଇ ଶତ୍ରୁ ଆକାଶ ମୋ ପାଇଁ ଗାମୁଛା ଆଣିଛି ସୁଇଟର ଗୋଟେ ଆଣିଛି ତା ନାନୀ ପାଇଁ ଲୁଗା ମୁଣ୍ଡରେ ସେଟା କ'ଣ ବାନ୍ଧିଛୁ ସାଙ୍ଗେ ସାଙ୍ଗେ ବାହାର କରିବ ସେ ହଳଦୀ ପତ୍ର ଏଇ ବାପ ଏ ବର୍ଷ ହଳଦୀ ପତ୍ର ଜୋର ଆମ ଘରେ ଅନ୍ଧାରଟା ଛାଡ଼ ଖାଆନ୍ତି ଫେଭରାଇଟ୍ ଜିନିଷ ପୋଇ ଏଇଟା ମାନଙ୍କର ବହୁତ ପସନ୍ଦ ମାଟିଆ ଏଇଟା କନ୍ଦମୂଳ କ'ଣ ଏଇଟା ବଡ଼ କନ୍ଦମୂଳ ଆକାଶ କନ୍ଦମୂଳ ନା କ'ଣ ଜିନିଷ କ'ଣ ନା ଚିନା ଆଳୁ କନ୍ଦମୂଳ ଭାଣିଜୀ ପାଇଁ ଆସିଲା ଭଉଣୀ ପାଇଁ ଆସିଲା ଭିଣେଇ ପାଇଁ କାହିଁ କ'ଣ ଆଣିଛୁ ଏଇ ପିଜୁଳି ଦେଇକି ତୁ ଭିଣେଇକି ଇଏ କରିବୁ ଏ ବଢ଼ିଆ ଜିନିଷ କଇଁଥା ଆସିଛି ଏସବୁ ମାର୍କେଟିଂ କିଏ କରିଛି କିଣାକିଣି କିଏ କରିଛି ଯାଇକି ଇଆଡ଼େ କିଣାକିଣି କିଏ କରିଛି କିଣାକିଣି ଯାଇ କିଏ ସବୁ କଲା ଆକାଶ ହାଟ ବାଟ କଲାଣି ତାହେଲେ ଆଉ ବଡ଼ ପିଲା ହେଲା ବାହାଘର ହବ ଗଡ଼ିଗଲା 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 ନାଳ ନୁହେଁ ତ ନ ଧୋଇଲେ ଫାଇନାଲି ଅଷ୍ଟମୀରେ ସବୁ ଜିନିଷ ପଳେଇ ଆସିଲା ବାହ ପୁରା ମନ ଖୁସି ଆଉ କ'ଣ ତ ଏ ଶାଢ଼ୀଟି ଆସିଛି ମାନଙ୍କ ପାଇଁ ଏ ଡ୍ରେସଟି ପୁପି ପାଇଁ ମୁଁ କିନ୍ତୁ ଫାଇନାଲି ଆଜି ତତେ ବୁଡ଼େଇକିରି ତତେ ଆଜି ଇଏ କରିବି
भल तो पुपीर अष्टमी ड्रेस सांग मैंने देखु तो हेटा मानुंकर शाढ़ी मोर जा ब्लू कलर साटा थिला किंतु घरा गुलगुला पूरी बासना होची तक्कर खाइ दबा भूख लागुतला मते जोर भूख लागुतला हां एई गोटा नुआ फळ आछि एई एक मोर आंदी खाइ के लागुची मिठा लागियो बो वाला आज मधु तरडी गोटा पिता तरडी थाए आज मधु तरडी खाती से आउरी फुली ना एरो गोल गोल हिना ला होलिया हां पांचटा आइदरा आकाश चल जिबा आज माछ धरिया तीनटा तीनटा ना चारटा बा तीनटा नहीं चारटा चारटा आज चारटा एठी उठो आको कोन ए लाउ वाला तरकारी करियो तो एटा ला कइथ संग मन देखंतु बढिया एटा बासची बढिया पूरा बासना बाबा तीनटा चारटा धरला ए देने पाछे बा ये पोई सब तो दिकर गने बो हळदी पत्र आगे जत्न रख पेपर करा हळदी पत्र बेटा जोर वाली तो बहुत आज खुशी अछंती मानु कोन पई खुशी अछंती के कहबो कि हम व्यूअर्स भाई बहन मानु के जणाओ हम बो आछि मो बड़ा बढ़िया साड़ी आनी छी आ को आ आनी छी उडा नुआ फळ मधु तोरडा तो रांधी खाइ काली केनते लागुची आज पे तो आसी तुम पे तो आसी जोई भी कहलु न जोई पे आनी छथिला कहियो मन सेटा गंजी चढ़ी की होरे आओ जिला संग माने वीडियो देखो भल लाइक कमेंट शेयर करिया हम चैनल को सब्सक्राइब कर नियंतु वीडियो मन कर लाइक करन और कमेंट करन वीडियो केमथि लागला बोली कमेंट करन जीवा स्टार्ट कर दो आज रो वीडियो आगो जामा पेंटा नहीं आगो मो जति मोर आवश्यक जीवन घर पे दिया है आगो तो खोली तापर परिया पत्र से देखा दियो हां आगो तो देर पापा फेर कोन भयनी ए जो बंतळ कदली जो हेइथिला कि सेही गछ रे हां सेही गुडु हिदा तो काटे से और पाकळ हितांदा पाकळ तो से डंगा पे आकले टाइम काटे दला से ने ये ऊपर दिखना था ना कर जे मंजू फुड़ी आसी गेला केला मते दिरा दिया जी गुरुवार हम से तो बंतळ कदली आगुर जो बड़ बड़ जो कांदी पड़थला एबे आ पडुनी ने पड़ले कोनी पाकळ होबा दे रहउनी नहीं गछ उइक हेलानी माने से गछ कोन हुए हां वर्ष 2 वर्ष ता पुआ सब खेला हुए बो एई जळखिया बाहर करो समस्त खाइ थोई दे के आसु खाइबो तापर कोन से माछ हळदी लुणा गोळा हाइजी ए पावा कुआडे आछो की बेंट म संक्राई तुम नई की जाऊच माछ आणुच आमुटे नेले हुंतानी तो आम गाँव रे ये भाई जनक हेले प्रसिद्ध माछुआ तो से नई की जीवे माने केते प्रकार मसला नौच 52 प्रकार 52 प्रकार मसला नहीं से जीवे निश्चिंत से माछ मारिकी आनिबे ये हेले तांकर मझिया पुअर बड़ पुअ माने नाती बाबा ठीक है हाय कर दे एमदी एमदी कर दे हाय हाय कर दे फोटो उठी पळेयो बे तोर फोटो उठी तो फोटो उठी पळेयो हाय कर दे एमदी हां कोन खाइजु तू भी कोन खाइजु मानु आज बहुत शीघ्र शीघ्र आम बेले कहीं एते डेरी आज कोन पे एते शीघ्र तुम बो आछन बोली तो सांग माने माछ भजा आरंभ हो गला एबे आकाश तू गाधेजु ना गाधेनु सत कहलु तो सत मान देला से गाधेनु बोली चल जीवा चल पाटनाली जीवा गाधे के आसिया बढ़िया पानी हेजी आसीबा गाधे की जीवा चल जीवा गाधे पड़ी आसीबा पखाला माछ भजा खाइबा तापरे कोन करबा आ नै सतरे जीवा की बाहर बो मासे टाइम वर्तमान 11टा सॉरी 11:30 पर हो गलानी तो एपटे तो रोषेबास आरंभ हो गला मुझे जाऊँ गाधे पड़ी आसे आज मोर जन्मदिन टे गाधे पाधे पूरा फ्रेश हो गले कौन करी बापा को टाइम कहीं बापा को टाइम अच्छी कि एपट सेपट हो बापा तो एबे आसी घर पहुँचला गाधेबी केतबेले कालठू गाधेई पड़ी राति चोरा जन्मदिन रे एभली प्रकार कथा तू मते कहबो बोली केबे विश्वास हो नथिला से गारो देखि चारि कुरा गु तो सांग माने तो आज होची मोर आज जन्मदिन तो सकाळ बहुत सारा काम थिला सब काम सारी मु जाइतिली मां को दर्शन करिया पे हम ग्राम देवती अनंत कुमारी मां को दर्शन करी आसिली आ मोर तो घर ठाकुर मो मां तेरी बसती जेतु बापा तो बहुत दिन हेलानी ना आमु छाड़ी चली जाइछन्ती तो बहुत बड़ दुखर माने कथा आम पई आ मोर ठाकुर तो एठी बसती मो मां आ
ଆଉ ତାର ଟିକେ ଆଶୀର୍ବାଦ ନେଇଗଲି। ସେ କିନ୍ତୁ ଆଶୀର୍ବାଦ ଦେଲାନି, ସେ ତାର ସେଠି ଆଳୁ ଭର୍ତ୍ତା ବାଇଗଣ ଭର୍ତ୍ତା କରୁଛି। କାହିଁକି ନା ତାଙ୍କ ସମୁଦ୍ର ଆସୁଛନ୍ତି, ସେ ଖାଇବେ, ସେ ସେଇ ଚିନ୍ତା ତାଙ୍କର ଅଛି। ଆଉ ଏପଟେ ମାନୁ ତାଙ୍କର ରୋଷେଇ ବସେଇଛନ୍ତି ମାଛ ତରକାରୀ। ଆଉ ମୋ ମାଙ୍କ ସିନ୍ଦୁର ମାରିକି ଆସିଛି, ମତେ କହୁଛି ଏଟା ଚୋରଙ୍କ ଭଳିଆ ଦେଖା। ନାଇଁ ମୁଁ ଠାକୁରାଣୀଙ୍କ ସିନ୍ଦୁର ମାରିଦେଇଛି ଟିକେ, ଆଉ ଗୋଟେ ଲମ୍ବା ହେଇଯାଇଛି, ମାନେ ଏମିତି ଲମ୍ବାଳିଆ ହେଇଯାଇଛି। ହେଇଥିପାଇଁ ଚୋରଟା ଠୁଲା ଦେଖାଯାଉଛି। ସେ କଥା କହିଲା, ସେ ମନ ଭିତରୁ କହିନି, ଅନ୍ତର ଭିତର କଥା ସେ କହିନି। ମୁଁ ଅନ୍ତରରୁ କହୁଛି। କୌଣସି ବାପା ମାଙ୍କର ମାନେ ପିଲାଙ୍କ ପ୍ରତି ମାନେ ସେମିତି କିଛି ନଥାଏ। ଆଉ ବାପା ମାଙ୍କର ଯୋଉ ଭଲ ପାଇବାଟା ଆଉ ଯୋଉ ଇଏ ଜିନିଷଟା, ସେଟା ତାଙ୍କର ପୁରା ମନ ଅନ୍ତର ଭିତରେ ହିଁ ଥାଏ। ଦୁନିଆର ସବୁ ସ୍ୱାର୍ଥ, ସମସ୍ତେ ସ୍ୱାର୍ଥ ପାଇଁ ପାଗଳ, କିନ୍ତୁ କେବଳ ବାପା ମାଙ୍କର ଭଲ ପାଇବାରେ କୌଣସି ସ୍ୱାର୍ଥ ହିଁ ନଥାଏ। ଏଇଟା ତୁମେ ଭଲ ଭାବରେ ମାନୁ ଜାଣିଛ, ହଁ ନା ନାଇଁ ବୋଉ? କିନ୍ତୁ ପିଲାମାନଙ୍କର ମା ପ୍ରତି ଭଲ ପାଇବାରେ ସ୍ୱାର୍ଥ ଥାଏ। କଜିଆ ଶୁଣ, ମା ପୁଅ ଭିତରେ କଜିଆ ସେଇଟା ତ ଅଲଗା ଜିନିଷ। ସେପଟେ ରୋଷେଇବାସ ସରିଗଲା, ଆଉ ଖାଇବା ଭୋକ ଲାଗିଲାଣି। ତ ମତେ ଟିକେ କମେଣ୍ଟରେ କହିବେ ଡ୍ରେସଟି କେମିତି ଲାଗୁଛି। ଏଇଟା ଆକ୍ଚୁଆଲି ମାନୁଙ୍କ ପସନ୍ଦରେ କିଣିଛି, ସେମିତି ବେଶୀ ଦାମିକିଆ ନୁହେଁ। ମାନେ ଯୋଉଟା କହିବା ପାଇଁ ଗଲେ ପୁରା ନିରାଟ ସତ କଥା କହିବି, କେତେଟା ନେଇଛି 250। ନା 300 ଟଙ୍କା। 300 ଟଙ୍କା। ଆଉ ମୁଁ ତ ଜିନ୍ସ ପ୍ୟାଣ୍ଟ କିଣେନି ପ୍ରାୟ ଅଧିକା, ମୋର ଏମିତିଆ ପ୍ୟାଣ୍ଟ ମୁଁ କିଣିକି ପିନ୍ଧେ, ମାନେ ଟିକେ ପତଳା ଲାଗେ, ହାଲକା ଲାଗେ। ଏ ପ୍ୟାଣ୍ଟଟା ବୋଧେ ସେ ପାଖାପାଖି 250 ନା 300 ଏମିତି ନେଇ 600 ଟଙ୍କା ଭିତରେ ମୋର ଡ୍ରେସ୍ କମ୍ପ୍ଲିଟ୍। କିନ୍ତୁ ଆଙ୍କର କାଲି ଅଷ୍ଟମୀ ପାଇଁ ପଳେଇ ଆସିଛି ପ୍ରାୟ 1500, ଝିଅର ପଳେଇ ଆସିଛି 600-700, କିନ୍ତୁ ବାପାର ଟଙ୍କା 500। ବୋଉ ଆଜି ମାନେ ତା ଗୋଡ ଆଜି ତଳେ ଲାଗୁନି ଆଜି ମୋ ବୋଉର। ଖାଇବା ବଳ ଡେରି ହେଇଗଲାଣି। ସେ ଆଳୁ ଚକଟି ମୁଁ ନମସ୍କାର କଲି, ଟିକେ ଆଶୀର୍ବାଦ କର, ଭଲ ସେମିତି କଣ କଥାବାର୍ତ୍ତା କରୁଛୁ? ସେମିତି କି କଥାବାର୍ତ୍ତା ତୁ କରୁଛୁ? ମାନେ ସବୁବେଳେ ତୁମ ଝିଅ ଖାଲି ତ ମତେ କ୍ରିଟିସାଇଜ କଲା, ଆଉ ସବୁବେଳେ ସେ କଲା। ସେ କହିଲା ତ ମା ପୁଅ ଭିତରେ ଝଗଡା, ମା ପୁଅ ଭିତରେ ଝଗଡା, ତମ ମା ଝିଅଙ୍କ ଭିତରେ ଝଗଡା ହୁଏନି? ହଁ ନା? କେତେ ଥର ସେ ଅଭୟ ବେଳେ ମାଡ଼ ଖାଇଛି କହିଲ? କେତେ ଥର ସେ ମାଡ଼ ଖାଇଛି ଫୋନରେ ଗପିବା। ଭୋକ ଲାଗିଲାଣି? ନାଇଁ ଭୋକ ନାହିଁ, ଖାଇଦେବି। ବୀର ବୁଢା କଣ ଖାଇବା ପିଇବା ଦେଇ ପଠେଇଛି କହିଲ? ବୀର ବୁଢା କଣ ଦବା ଖାଇବା? ବୀର ବୁଢା କିଛି ଦେଇନି ଖାଇବା। ତ ସକାଳୁ ବାହାରିକି ଆସିଲେ ଅଷ୍ଟମୀ ପାଇଁ। ସେ ସବୁ ବର୍ଷ ତ ଆସନ୍ତି ମୋର ଶାଶୁ ଆଉ ଶଳା। ଆର ବର୍ଷ ଆସିନଥିଲେ ତ ନା ଆସିଥିଲେ? ହଁ, ଆର ବର୍ଷ ଆସିଥିଲେ, ଏ ବର୍ଷ ବି ଆସିଛନ୍ତି। ତ ସବୁ ବର୍ଷ ବି ସେ ଆସିଛନ୍ତି, କିନ୍ତୁ ବାହାଘର 3 ବର୍ଷ ଯାଏ ଟୋଟାଲି ମୋ ଦୁଆରୁ ମୁହଁକୁ ଆସିଲେନି। ଦବାକୁ ପଡ଼ିବ ଜୁଇଁ, କାହିଁକିନା ନଗଦା ନଗଦି ବାହାଘର ହେଇଛି ନା, କିଛି ଦବାକୁ ପଡ଼ିବ ବୋଲି ସେ ଟୋଟାଲି ଆସିଲେନି। ଗଲେ 3 ବର୍ଷ 5 ବର୍ଷ ଯାଉ, ଝିଅ ତ ହବ ଆମର, ଜୁଇଁ ତ ଆମର ହବ, ଆଉ ଏଇନା ଗଲେ ତ କିଛି ଦବାକୁ ପଡ଼ିବ। ଆଉ ସେଇଥିପାଇଁ ତମେ ଆସିନ କି? ସତ କଥା କହୁନା? ନାଇଁ ବା, କାହିଁ ଆସିବୁନି? ହାଇ କରିଦେଲ ଏମିତି। ଆଚ୍ଛା, ଭୋକ ଲାଗିଲାଣି? ତ ଆଜି ମାନେ ଏତେ କାମ ଥିଲା, ସବୁ କାମ ସାରିକିରି ମୁଁ କହିଲି ମାନୁ କିଛି ଆଜି ଆଉ ସେମିତି କିଛି ବନେଇ ହବନି, ତମେ ଗୋଟେ କାମ କର, ମାଛ ତରକାରୀ କରିଦିଅ, ଭାତ କରିଦିଅ, ଖାଇଦେବା ସମସ୍ତେ। ବୋଉ ତାଙ୍କର ତ ସାଧା ଖାଇବେ, ଆଜି ବି ବାର ବି ଅଛି, ଆଜି ବଢ଼ିଆ ବାରଟା, ଆଜି ଶୁକ୍ରବାର, ଆଉ ମୋର ବି ଜନ୍ମଦିନ ଅଛି, ଆଇଁଷ ଟିକେ ଖାଇଦେବା। ଆଉ ଜନ୍ମଦିନରେ ଆଇଁଷ ଖାଆନ୍ତି ବୋଉ? କିଏ ଅରୁଆ ଖାଆନ୍ତି, ତେଣୁକରି ମୁଁ ତ କେକ୍ ଅଛି ନା ଇଏ ଅଛି। ମୁଁ ସକାଳୁ ଉଠେ, ମୋର ଗାଧେଇଲି, ଯଦି ଖଣ୍ଡେ ଖଣ୍ଡେ ନୂଆ କିଣିଲି, ପିନ୍ଧିଲି, ଠାକୁରଙ୍କୁ ଦର୍ଶନ କଲି, ମାଆଙ୍କୁ ଯାଇକି ମୁଁ ଗ୍ରାମ ଦେବୀଙ୍କୁ ଯାଇ ଦର୍ଶନ କରେ, ଆସେ ଘରେ ବାସ ଯାହା ହେଇଥିବ ଖାଏ। ସେମିତି କିଛି ବାର ନଥାଏ କି ଆମର କୌଣସି ମୋର କେକ୍ ଫେକ୍ କଟାକଟି ନଥାଏ। 3 ପିସ୍ ମାଛ ଦେବି? 2 ପିସ୍ ଦିଅ। 3 ଖା। ନାଇଁ ଖାଇପାରିବି, ନ ଖାଇପାରିବି ମୁଁ ଛାଡ଼ିଲେ ତମେ ଖାଇବ ତ? ଠିକ୍ ଅଛି, ତାହେଲେ ଦେଇଦିଅ। ତ ଆଜି ସକାଳୁ ଗୋଟେ ବଢ଼ିଆ ମାଛ ଆଣିଛି, ଆଜି ପୁରା 1300-1400 ଗ୍ରାମ ପାଖାପାଖି, ପୁରା ଦେଶୀ ରୋହି ମାଛ। ଯଦି ରୋଷେଇ ହେଇଛି, ଖିଆ ହବ ଏବେ। ତରକାରୀ ତ ପୁରା ଆଖି ବଢ଼ିଆ ଦେଖା। ତ ଜନ୍ମଦିନଟା ଆଜି ଗଲା, ଟିକେ ମୁଣ୍ଡିଆ ଟିକେ ମାରିବା କଥା ନୁହେଁ ସ୍ୱାମୀ? ହାପି ବାର୍ଥଡେ। ସକାଳ କେତେ ଥର କହିଲେଣି କୁହ? ହାପି ବାର୍ଥଡେ କହୁଛ କେବଳ ବିରିୟାନୀ ଫିରିୟାନୀ ଟିକେ ଖାଇବ ବୋଲି। ପାଟି କୋଉଠି କରିବା କହୁନା? ପାଟି କାହିଁ ଦିଅ ଚୁଲିଆ ଗୋଟେ ମୋବାଇଲ ଦବା। ଯୋଉ ଜନ୍ମଦିନ ପାଟି କାହିଁ? ଜନ୍ମଦିନ ପାର୍ଟି କଣ ଖାଇବ କହୁନା? କଣ ମୁଁ ପାଟି ତା ମତେ ନେଇକି ଜାଗାରେ ପହଞ୍ଚିଲା। ସବୁଦିନ ଜନ୍ମଦିନ ପାର୍ଟି କରୁଛ, ବଜାର ଗଲେ ଗୁପଚୁପ ଖାଉଛ, ଚାଟ ଖାଉଛ, ମକା ଖାଉଛ, ସବୁ ପ୍ରକାର ପାମ୍ପଡ଼ି ଚାଟ ଖାଉଛ, ଆଉ କଣ ବିରିୟାନୀ ତ ଖାଉଛ, ଆଉ କଣଟା ଖାଇବ କହୁନା? ବାକି କଣ କହୁଛ? ଦବା ପାଟି ଦବା। ଆଁ ତ ସାଙ୍ଗମାନେ, ତ ଆଜି ଗୋଟେ ଏତେ ବଡ଼ ଦୁଃଖର ଦିନ। ତ ଆଜି ମୋର ଜନ୍ମଦିନ, ସମସ୍ତେ କିଛି ନା କିଛି ଜନ୍ମଦିନର ଶୁଭେଚ୍ଛା ମୋତେ ଜଣେଇଲେ,
କିନ୍ତୁ ଜଣେ ନିଜର ଲୋକ ସେ ଆଟଲିଷ୍ଟ ଏପର୍ଯ୍ୟନ୍ତ ବି ଜଣେଇଛି ଟିକେ କହିଲା ନିଜେ ନନା ତୁମର ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା, ସେ ଏତିକି ବି କହିଲାନି। ହଉ ମାନେ ଏଇଥିରୁ ମୁଁ ଜାଣିଲି କେତେ ସ୍ୱାର୍ଥପର ଦୁନିଆ, କେତେ ସ୍ୱାର୍ଥପର ଲୋକ। ସେ ନିଜର ଲୋକଟି କିଏ ଆପଣମାନେ ଯଦି ବି ଅନୁମାନ କରୁଛନ୍ତି ତାକୁ କମେଣ୍ଟ କରିବେ। ମାଉସୀ କେତେବେଳେ ଆସିଲ? ଏଇକିନା ମାଉସୀ ବର୍ତ୍ତମାନ ଆସି ଏବେ ପହଞ୍ଚିଲେ, ଖାଉଛନ୍ତି। ଆଉ ତ କିଛି ସେମିତି ହେଇନି। ମାଛ ତରକାରୀ ତୁମ ଝିଅ କ'ଣ କେମିତି କରିଥିଲା, କେମିତି କ'ଣ ଲାଗିଲା ଟିକେ କହିଲ? ଭଲ ଲାଗିଲା। ଝିଅ କରିଛି, ଖରାପ ହେଇଥିଲେ ବି ଭଲ କହିବ କି କଥା ନୁହେଁ? ସବୁ ସମାନ ନା ଆଉ। ବୋଉ ଆଇଲେ ରାନ୍ଧିଲେ କାକୁ ଯାହା ଦେବ ତା ଖାଇବି। ବୋଉ ଖରାବେଳେ କ'ଣ ଚାଲିଛି? ତ ଅଷ୍ଟମୀ ପାଇଁ ବିରି ଏଠି ଚାଲିଛି ବତୁରା ହେଇକି ଘଷା ଘଷି ସଫା ହେବ। କାଲି ଅଷ୍ଟମୀରେ ଏଣ୍ଡୁରି ହେବ, ଏଣ୍ଡୁରି ପିଠା ହେବ। ଏଣ୍ଡୁରି ପିଠା ସାଙ୍ଗରେ କ'ଣ ହେବ? ଡାଲମା। ଡାଲମା କ୍ଷୀରି। ଡାଲମା କ୍ଷୀରି। ମୋ ବୋଉ କହିବା କଥା ଯେ ଝିଅ କ'ଣ ବୋଉ କ'ଣ, ମୁଁ ତାକୁ କହିଲି ତ ବୋଉ ଆସିବ ତୁ କ'ଣ କରୁଛ, ଝଗଡ଼ା କରିବୁ ନା ସବୁ ମା ମାନେ ପୁଅ ଝିଅଙ୍କ ଭିତରେ ଫରକ ଦେଖନ୍ତି, ପୁଅ ବୋହୂଙ୍କ ଭିତରେ ଫରକ ଦେଖନ୍ତି, ଆଉ ଝିଅ ବାହା ହେଲା ପରେ ଝିଅ ପୁଅଙ୍କ ଭିତରେ ଫରକ ଦେଖନ୍ତି। ଏଇଟା ମୋ ମାଉସୀ କଥାରେ ଏକମତ ନୁହେଁ। ଏମିତି ନୁହେଁ, ଏମିତି ନୁହେଁ। ତାହେଲେ ତୁମେ ଏ ଜିନିଷଟା ତୁମ ବୋଉଙ୍କୁ କମେଣ୍ଟ ମାରିକି କହିଲ? ମୋ ବୋଉ କେତେ କାହା ବୋଉ କେତେ ଏଇଟା ପୁରା ଜଣା ପଡ଼ିଗଲା ଆଉ କ'ଣ? ମାନେ ଏଇଥିରୁ ଜଣା ପଡ଼ିଲା ଯେ ସେ ତୁମକୁ ଏଇଟା ଜଣେଇଲା ଆଉ। ସିଏ ମୋ ବୋଉ କହିବା କଥା ଯେ ତରକାରୀ ଭଲ ହେଇଥିଲା, ଝିଅ କ'ଣ ବୋଉ କ'ଣ। ମୁଁ ତ ବୋଉ ଆଇଲେ ତୁ ଖରାପ ରାନ୍ଧିଲେ ତାକୁ କହିବୁନୁ, କାହିଁ ଖରାପ ରାନ୍ଧିକି ଦେଇଛୁ କଜିଆ କରୁ ତୋ ବାପା ଶିଖେଇଲା ତତେ କେମିତି ତରକାରୀ କରାଯାଏ, ଏମିତି ରାନ୍ଧି ଦେଇଛୁ। ବୋଉ ଶିଖେଇ ଦବ ନା ତା ବାପା କ'ଣ ଶିଖେଇବ? ଚୁଲି କନ୍ଦିରେ ବସି ତା ବାପା କହିବ ମତେ ରୋଷେଇ ଶିଖା, ତା ବୋଉ ଶିଖେଇବ ନା। କହୁ ତ ବୋଉ ବୋଉର ଯୋଉ ଭଳିଆ ଖାଇବା ପସନ୍ଦ ବୁଝିଲୁ, ସେ ତା ଶାଶୁ ଜନ୍ମରେ ରୋଷେଇ କରି ଦେଇପାରିବ ନାହିଁ। ସେ କହିବ ମୁଁ ଏମିତିଆ ଖାଇ ନାହିଁ, ଆଉ ସିଝେଇ ସନ୍ତୁଳି କରି ଖାଇ ନାହିଁ, ମୁଁ ତା ଖାଇବାକୁ ଦେବି ଭଲ। ମାଉସୀ ଆଜି ଇନଷ୍ଟାଗ୍ରାମରେ ମୋତେ ହାପି ବାର୍ଥଡେ ଜଣେଇଛି। ପାଟିରେ କଥା ହେଇକି କହିବନି, ଇନଷ୍ଟାଗ୍ରାମରେ ଖାଲି ଜଣେଇଦବ। ଏମିତି କଜିଆ କରିବି ଯାଇକିନା। ଆରେ ମୁଁ ଟୋଟାଲି ଭୁଲି ଯାଇଥିଲି ରେ। ହଉ ତାହେଲେ ତମେ ଇନଷ୍ଟାଗ୍ରାମ ସାଙ୍ଗରେ କଥା ହବ, ଆଉ ଭିଣେଇ ସାଙ୍ଗରେ କଥା ହବନି। ସବୁ କଥା ମୁଁ ଶୁଣିଦେଲି, କ'ଣ ତମେ କଥା ହଉଛ ମୁଁ ଶୁଣିଦେଲି। ଧୀରେ ଧୀରେ ଭଲ୍ୟୁମ୍ ବଢିଲା, ଆଉ ଟିକେ ନକା ଖାଇକି ରାତି ଆଗ ପେଲିଏଲି। ଆଉ ଟିକେ ଝିଅ କହୁଛି ସେ ନକା ରାଗ ଖାଇବନି। ବୋଉ ଆଇଲେ ତ ରାନ୍ଧି ଦେଇପାରିବନି। ରାଗ ଖାଇନି ବି ମୋର କ'ଣ। ଆଚ୍ଛା, ଆକାଶ ସ୍ତ୍ରୀ ଆସିଲେ ରାନ୍ଧିବାଟି ଠିକ୍ ହବ। ଆକାଶ ସ୍ତ୍ରୀ ଆସିଲେ ରାନ୍ଧିବାଟି ଠିକ୍ ଦବ, ସିଏ ଠିକ୍ ମାନେ ଶାଶୁ ବୋଉଙ୍କର ଭଲ ପଡ଼ିବ। ଛୁଇଁ ଶାଗ ହେଇନାହିଁ ବୋଉ, ଏ କେତେ ବିରି ଅଛି? 2 କେଜି ଖଣ୍ଡେ ଅଛି ବୋଧେ, କମ୍ ଅଛି। କ'ଣ ହେଇଛି କ'ଣ? ଏଇ ପମ୍ପ ନାହିଁ ବା, ପମ୍ପ ନାହିଁ, ନେଇକି ଯାଅ। ହେଇନି 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 ହେଇନି, ପଛକୁ ଆସ, ପଛକୁ ଆସ, ପଛକୁ ହେଇନି ହେଇନି। ଆକାଶ ପଛକୁ ଆ, ଆହୁରି ପଛକୁ ଆ। ଏଇଟା 200 ମିଟର ରନିଂ ରହିବ ହେଲା। ପଛକୁ ଆ, ଆକାଶ ପଛକୁ ଆ, ଆହୁରି ପଛକୁ ଆ। ହଁ ପକା ଗୋଟେ ଗାର। ପଛକୁ। ପୁପି ରେଡି, ଆକାଶ ରେଡି। ଆगे ଯିଏ ଦୌଡ଼ିବ ଡିସ୍କ୍ୱାଲିଫାଏଡ୍ ହେଲା। 3, 2, 1 ଷ୍ଟାର୍ଟ। पुपी फास्ट बंधटाक आगे डेई पुपी साइकेल पुणी पंक्चर मारला पर भी से पुणी लीक हो पवन जाऊँच तार रखुनी दिहला ट्यू टायर पड़ो
तो सांग मैंने तो आज भिडियोटी तो बहुत बड़ हो गलानी पुणी आ गोटे नुआ भिडियो आपण मान सह देखा रही नमस्कार जय जगन्नाथ।